ଆଖିରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚି ରହିଥିବା ଦୁଃଖ ବୁଝି ପାରୁଥିବା ଭଳି ମଣିଷଟେ ଯଦି ଆପଣଙ୍କ ପାଖରେ ଅଛି, ତେଣୁ ବୁଝି ନିଅନ୍ତୁ ଆପଣ ଦୁନିଆର ଜଣେ ଭାଗ୍ୟବାନ ମଣିଷ। ସବୁ ବାପା ମାମାନଙ୍କୁ ମୋର ଅନୁରୋଧ, ଦୁନିଆର ସବୁ ବାପା ମାଙ୍କୁ ମୋର ଗୋଟେ ଅନୁରୋଧ, ଆପଣଙ୍କ ଝିଅର ବାହାଘର କେବଳ ପଇସା ଥିବା ଦେଖି କୌଣସି ବି ପୁଅ ସହିତ ବାହା କରିଦିଅନ୍ତୁ ନାହିଁ। କାହିଁକି ନା ପଇସା ଆଜି ଅଛି, କାଲି ନଥିବ। ଆଉ ଯାହା ପାଖରେ ଆଜି ପଇସା ନାହିଁ, ହୁଏତ କାଲି ସେ ଅଧିକ ଇନକମ୍ କରିପାରେ। ତେଣୁ ଆପଣଙ୍କ ଝିଅର ବାହାଘର ଗୋଟିଏ ସୁନ୍ଦର ହୃଦୟ ଦେଖି ଭଲ ପିଲା ସହିତ ବାହାଘର କରନ୍ତୁ। ମୁଁ କଥା ଦେଉଛି ସେ ପିଲା ଆପଣଙ୍କ ଝିଅକୁ ସବୁଦିନ ଖୁସିରେ ରଖିବ, ତାର ଜୀବନ ଶେଷ ନିଶ୍ୱାସ ଥିବା ଯାଏ। ବୁଦ୍ଧିମାନ ଲୋକଙ୍କର ଏହି ସବୁ ଲକ୍ଷଣ ଥାଏ। ଅଳ୍ପ କଥା ହେବାକୁ ପସନ୍ଦ କରନ୍ତି, କାହା ସହ ଅଯଥା ମିଶନ୍ତିନି, ଅଧିକ ବିଶ୍ରାମ ନେବାକୁ ପସନ୍ଦ କରନ୍ତି, ଅଳ୍ପ ସମୟରେ କେମିତି ଅଧିକ କାର୍ଯ୍ୟ ହାସଲ ହେବ ତାହା ଚିନ୍ତା କରନ୍ତି, ନୂଆ କଥା ଜାଣିବାକୁ ଇଚ୍ଛା କରନ୍ତି, ବସିଥିବା ସମୟରେ ଭୁଲ ଠିକ୍ କଥା ବିଚାର କରନ୍ତି, କାହା ମନରେ ବିନା କାରଣରେ ଆଘାତ ଦିଅନ୍ତିନି। ଏ ସ୍ୱାର୍ଥପର ଦୁନିଆରେ କାହାକୁ ଆପଣାର ଭାବିବେ ନାହିଁ। ଏ ଦୁନିଆରେ ସମସ୍ତେ ସ୍ୱପ୍ନ ଦେଖାଇ ମଝି ରାସ୍ତାରେ ଛାଡ଼ି ଚାଲିଯିବେ। ଜୟ ଶ୍ରୀ ଜଗନ୍ନାଥ।